ମୁଁ ତାଙ୍କ ପିଇସି ମୁଁ ତା ଭଉଣୀ ତାକୁ ଛୁଆଟା 8 ବର୍ଷର ଆମ ଭାଇ ମୋ ଭାଉଜ ତାଙ୍କର ବେମାର ପଡ଼ିଥିଲେ ସେ ଯେମିତି ମରିଗଲେ ମୋ ଭାଇ ସାରା ଆଜି ଘର ଦୁଆରେ ବନ୍ଧା ହେଉଛି ସ୍ୱାମୀ ସ୍ତ୍ରୀଙ୍କର କୋକେଇ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ ଯାହାକୁ ଚାହିଁବ ତା ଆଖିରେ ଲୁହ କେହି କେହି କୋହ ସମ୍ଭାଳି ନପାରି କାନ୍ଦୁଛି ତ କିଏ ନିଜକୁ ସମ୍ଭାଳି ଗାଁ ଦାଣ୍ଡରୁ କିପରି ସ୍ୱାମୀ ସ୍ତ୍ରୀଙ୍କର ଶବ ଉଠିବ ସେଥିପାଇଁ ଲାଗି ପଡ଼ିଛନ୍ତି ନା ଆଗକୁ କିଏ ଅଛି ନା ପଛକୁ ପରିବାରରୁ ସମସ୍ତେ ଚାଲିଗଲେ କେବଳ 8 ବର୍ଷର କୁନି ପୁଅକୁ ଛାଡ଼ି ଯିଏ ଦୁଃଖ କି ସୁଖ କିଛି ବି ଜାଣିନି ସଂସାର କ'ଣ ଜାଣିବା ପୂର୍ବରୁ ଭଗବାନ ଯେମିତି ଛଡ଼େଇ ନେଲେ କୁନି ପୁଅର ସମସ୍ତ ସୁଖ ହଁ ଆଜ୍ଞା ଆମେ କହୁଛୁ ଏମିତି ଏକ ଦୁଃଖଭରା ଓ ବେଦନା ଫଟା କାହାଣୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବାୟାଙ୍ଗଡିହି ଗ୍ରାମର ଆଜି ସକାଳୁ ଏ ଦୁଃଖଦ ଘଟଣା ସବୁଆଡ଼େ କାନ୍ଦ ବୋବାଳି ଯେଉଁଠି ଦେଖିବେ ଲୋକ ମେଳି ହୋଇ ବସି କଥା ହେଉଛନ୍ତି ବାୟାଣୀ ଜେନା ଓ ବିମଳ ଜେନା 10 ବର୍ଷ ପୂର୍ବରୁ ରୀତିନୀତିରେ ବିବାହ କରିଥିଲେ ଦୁହିଁଙ୍କର 8 ବର୍ଷର ଗୋଟେ କୁନି ପୁଅ ଅଛି କିଛିଦିନ ତଳେ ହଠାତ୍ ବାୟାଣୀ ଜେନାଙ୍କ ଦେହ ଖରାପ ହେବାରୁ ସ୍ୱାମୀ ଭଦ୍ରକ ମେଡିକାଲ ପରେ କଟକ ମେଡିକାଲକୁ ନେଇଥିଲେ ସେଠାରୁ ଡାକ୍ତର ଘରକୁ ଫେରିଯିବାକୁ କହିଥିଲେ କାରଣ ସେ ଆଉ ଭଲ ହେବେ ନାହିଁ ବିମଳ ଗରିବ ଥିବାରୁ ତା ପାଖରେ ଅର୍ଥ ସାଜିଥିଲା ବାଧକ ଏକଥା ଶୁଣି ସ୍ୱାମୀ ବିମଳ ଜେନା ଚିନ୍ତାରେ ଥିଲେ 8 ବର୍ଷର ପୁଅକୁ ନେଇ କେମିତି ବାଟ ଚାଲିବେ ହଠାତ୍ ଗତକାଲି ରାତି ପ୍ରାୟ 11ଟା ବେଳେ ସ୍ତ୍ରୀ ବାୟାଣୀ ଆରପାରିକୁ ଚାଲିଗଲେ ଏକଥା ଶୁଣି ସ୍ୱାମୀ ବିମଳ ଜେନାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା ରାତି ସାରା ସ୍ତ୍ରୀର ଶବ ପାଖରେ ବାପ ପୁଅ ବସି ରହିଥିଲେ କିନ୍ତୁ ନିୟତିର ଖେଳ ଏମିତି ଘଟିଲା ଯେ ସକାଳୁ ସକାଳୁ ହଠାତ୍ ବାପା ବିମଳଙ୍କର ହୃଦଘାତରେ ମୃତ୍ୟୁ ଘଟିଲା ବାପାଙ୍କର ଏମିତି ଅବସ୍ଥା ଦେଖି 8 ବର୍ଷର ପୁଅ କ'ଣ କରିବ କିଛି ଭାବିବା ପୂର୍ବରୁ ଯାଇ ପଡ଼ୋଶୀମାନଙ୍କୁ ଜଣାଇଲା ପଡ଼ୋଶୀ ଆସି ଦେଖନ୍ତି ଯେ ଏକା ସାଙ୍ଗରେ ଦୁଇଟି ଶବ ସତରେ ଦର୍ଶକ ବନ୍ଧୁ କେଉଁ ଜନ୍ମରେ କ'ଣ ପୁଣ୍ୟ କରିଥିଲେ ଦୁହେଁ ସିନା ସାଥୀ ହୋଇ ଚାଲିଗଲେ କିନ୍ତୁ ଅନାଥ ହୋଇଗଲା 8 ବର୍ଷର ପୁଅ ଶଙ୍କର ଏବେ କଥା ହେଉଛି 8 ବର୍ଷର ପୁଅ ଶଙ୍କର କେଉଁଠୁ ଆଣିବ ଟଙ୍କା ବାପା ମାଙ୍କର ଶୁଦ୍ଧିକର୍ମ କରିବା ପାଇଁ ଆଉ କ'ଣ ହେବ ବିଚରା ଶଙ୍କରର ନିଜ ଭବିଷ୍ୟତ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ସେଠାକାର ଅକ୍ଷୟ ଜେନା ବୟାଙ୍ଗଡି ମୋ ଘର ଆଉ କ'ଣ ଘଟଣା ହେଇଛି ଘଟଣା କ'ଣ ସକାଳ ହେଇଛି କ'ଣ ନା ରାତିରେ ତା ସ୍ତ୍ରୀଟି ଚାଲିଯିବା ପରେ ଆମେ ସବୁ ଆସିକି ଦେଖିବା ଭିତରେ ସେ ଥିଲା ମାନେ ଆଜିକି 8-10 ଦିନ ହେବ ସିଏ ଖାଇବା ପିଇବା ସିଏ ବି ଜ୍ୱରରେ ତା ସ୍ୱାମୀଟି ପଡ଼ିଛି ତା ସ୍ତ୍ରୀଟି ଯେତେବେଳେ ରାତିରେ ଚାଲିଗଲା ଆଉ ତା ଖବର ପାଇକି ହଠାତ୍ ତା ସ୍ୱାମୀ ଚାଲିଗଲା ହାର୍ଟ ଚୋକ୍ରେ ଚାଲିଗଲା ଯଦି ଯିବା ଫଳରେ ଆମେ ସେ ସାହି ପଡ଼ିଶା ଦୃଷ୍ଟିରୁ ଆମେ ଯାଇ ଦେଖିବାରୁ ଆଉ ଗଭର୍ଣ୍ଣମେଣ୍ଟ ତରଫରୁ ଯେ କି ଆମ ସୂର୍ଯ୍ୟବଂଶୀ ତରଫରୁ ଯଦି କିଛି ଛୋଟ ପିଲାଟେ ତାର 7-8 ବର୍ଷର ପିଲାଟା ସେ କେମିତି ତାର ମା କର୍ମ ବାପ କର୍ମ କେମିତି କ'ଣ କରିବ ତାର କ'ଣ ବୁଦ୍ଧି ହେଇଛି ବା ବିବେକ ଅକଳ ଆସିଛି ତେଣୁ କରିକି ଆପଣମାନେ ଯଦି ତାକୁ ଟିକେ ସହାନୁଭୂତି ଦେବେ ତେବେ ଯାଇ ସେ ପିଲାଟା ତା ବାପ ମାଆଙ୍କ ମାନେ ସଂସ୍କାର ଶବକ୍ରିୟା ଭଲ ମନ୍ଦ ସେ କରିପାରିବ କିନ୍ତୁ ସେତିକି ଯଦି ଆପଣ ନ କରିବେ ତାହେଲେ ଆମେ କ'ଣ କରିବୁ ଆଉ ଆମର କର୍ତ୍ତବ୍ୟ କ'ଣ ସାହି ପଡ଼ିଶା ଆମେ ଗାଁ ପଡ଼ିଶା ରହିକି ତାକୁ ଆମେ ନିଜେ ଚାନ୍ଦା ଫାନ୍ଦା କରିକିନି ତାକୁ ଶୁଦ୍ଧକ୍ରିୟା ହେବୁ ଆଉ କ'ଣ କରିବୁ ଛୋଟ ପିଲାଟା 8 ବର୍ଷର ତାକୁ ଦେଖିଲା ବେଳକୁ ଆମକୁ ଦୟା ଲାଗୁଛି ଆମର ସେମିତି ମନୋବୃତ୍ତି ନାହିଁ କିନ୍ତୁ ସରପଞ୍ଚ ଏପର୍ଯ୍ୟନ୍ତ ଆସିନାହାନ୍ତି କି ୱାର୍ଡ଼ ମେମ୍ବର ବି ଏପର୍ଯ୍ୟନ୍ତ ଆସିନାହାନ୍ତି ଆମ ସେଇ ବୟାଙ୍ଗଡି ପଞ୍ଚାୟତରେ ସରପଞ୍ଚ ୱାର୍ଡ଼ ଏପର୍ଯ୍ୟନ୍ତ ଖବର ଶୁଣି ସେମାନେ ଜାଣିଛନ୍ତି ଗାଁରେ ସବୁ ୱାର୍ଡ଼ ମେମ୍ବର ଆଉ ପାଖଆଖରେ ସରପଞ୍ଚ କିନ୍ତୁ ଏପର୍ଯ୍ୟନ୍ତ ସେମାନେ ସବୁ ଡାକିଛୁ କେହି ଆସୁନାହାନ୍ତି ତେଣୁ କରିକି ଯଦି ସୂର୍ଯ୍ୟବଂଶୀ ଆମର ଏପଟ ଏରିଆରେ ଯଦି ଇଏ ଅଛନ୍ତି ତେଣୁକରି ସେ ଯଦି ଆସିକି ଯଦି ଆମକୁ ସହାନୁଭୂତି ଦିଅନ୍ତି ତେଣୁକରି ପିଲାଟା ତା ଭବିଷ୍ୟତ କିଛି ତା ବାସତା କିଛି ହେଇପାରିବ। ଭଦ୍ରକରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ କଳିଙ୍ଗ 7 ନ୍ୟୁଜ୍। ଏମିତି ଏକ ଭଲ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ସହ ବେଲ୍ ଆଇକନ୍ ଦବାନ୍ତୁ ଏବଂ ପେଜକୁ ଫଲୋ କରନ୍ତୁ।